जय जगन्नाथ ଆପଣମାନଙ୍କୁ ପ୍ରେଜେଟିସ୍ୱେଲକୁ ସ୍ୱାଗତ। ଶ୍ରାବଣ ମାସ ଆମର ଆରମ୍ଭ ହୋଇଯାଇଛି। ଶ୍ରାବଣ ମାସ ଅତ୍ୟନ୍ତ ପବିତ୍ର ଆଉ ମହତ୍ତ୍ୱପୂର୍ଣ୍ଣ ମାସ ଅଟେ, ଯାହାକି ଭଗବାନ ଶିବଙ୍କର ଅତି ପ୍ରିୟ ମାସ ହେଉଛି ଶ୍ରାବଣ ମାସ। ଶ୍ରାବଣ ମାସର ସୋମବାର ମଧ୍ୟ ଅତ୍ୟନ୍ତ ପ୍ରିୟ ଦିନଟି ଭଗବାନ ଶିବଙ୍କ ପାଇଁ। ଏହି ମାସ ଆମର ବିଶେଷ ରୂପରେ ଶୁଭ ବୋଲି କୁହାଯାଏ। ଏହି ମାସରେ ଶ୍ରାବଣ ମାସ ଏହି ବର୍ଷ 22 ଜୁଲାଇ ସୋମବାର ଠାରୁ ଆରମ୍ଭ ହୋଇ 19 ଅଗଷ୍ଟ ସୋମବାର ହିଁ ଶେଷ ହେବ। ସେଥିପାଇଁ ଏହି ମାସରେ କିଛି ଅଦ୍ଭୁତ ସଂଯୋଗ ମଧ୍ୟ ଦେଖାଯାଉଛି। ଯେମିତିକି ଆମର ଶ୍ରାବଣ ମାସ ସୋମବାରେ ଆରମ୍ଭ ହୋଇ ସୋମବାରେ ହିଁ ଶେଷ ହେଉଛି। ଏହି ବର୍ଷ ଶ୍ରାବଣ ମାସ ବି 5ଟି ସୋମବାର ପଡ଼ୁଛି, ଯାହାକି ବହୁତ ଶୁଭ ବୋଲି କୁହାଯାଏ। ପୌରାଣିକ ମାନ୍ୟତା ଅନୁସାରେ ଶ୍ରାବଣ ମାସରେ ଭଗବାନ ଶିବ ସମୁଦ୍ର ମନ୍ଥନ ସମୟରେ ଯେଉଁ ବିଷ ବାହାରିଥିଲା ସେହି ବିଷକୁ ନିଜର କଣ୍ଠରେ ଧାରଣ କରିଥିଲେ, ତେଣୁ ତାଙ୍କୁ ନୀଳକଣ୍ଠ ବୋଲି କୁହାଯାଏ। ଶ୍ରାବଣ ମାସରେ ସେଥିପାଇଁ ବିଷପାନ ଭଗବାନ ଶିବ କରିଥିବାରୁ ଭଗବାନ ଶିବଙ୍କ ଉପରେ ଶିବଲିଙ୍ଗ ଉପରେ ଜଳାଭିଷେକ କରାଯାଏ। ଆଉ ଉପବାସରେ ବହୁତ ମହିଳା ପୁରୁଷମାନେ ରହିଥାନ୍ତି। ଶ୍ରାବଣ ମାସର ପ୍ରତ୍ୟେକ ସୋମବାରକୁ ମଧ୍ୟ ଶ୍ରାବଣ ସୋମବାର କୁହାଯାଏ, ଯାହାକି ଶିବ ଭକ୍ତ ପାଇଁ ଏକ ମହତ୍ତ୍ୱପୂର୍ଣ୍ଣ ଦିନଟି। ଶାସ୍ତ୍ର ଅନୁସାରେ ଏହି ମାସରେ ବିଧିବିଧାନ ଭାବରେ ଭଗବାନ ଶିବଙ୍କୁ ପୂଜା ପାଠ କଲେ ବିଶେଷ ଫଳ ପ୍ରାପ୍ତି ହେଇଥାଏ। ଶ୍ରାବଣ ମାସର ସୋମବାର ବ୍ରତ କଲେ ସବୁ ମନୋକାମନା ପୂର୍ଣ୍ଣ ହେଇଥାଏ, ଜୀବନରେ ସୁଖ ସମୃଦ୍ଧି ଆସିଥାଏ। ତା ସହିତ ଏହି ମାସଟି ଦାନ ପୁଣ୍ୟ ଯୋଗ ସାଧନା ଯଜ୍ଞ କୀର୍ତ୍ତନ କରିବା ବି ବିଶେଷ ମହତ୍ତ୍ୱ ରହିଥାଏ। ଏବେ ଚାଲନ୍ତୁ ଜାଣିବା ଶ୍ରାବଣ ମାସରେ ଆପଣ କ'ଣ କରିବେ। ଶ୍ରାବଣ ମାସରେ ଦାନ ପୁଣ୍ୟର ବିଶେଷ ମହତ୍ତ୍ୱ ରହିଛି। ଆପଣ ଆପଣଙ୍କର ସକ୍ଷମ ଅନୁସାରେ କିଛି ନା କିଛି ଦାନ କରନ୍ତୁ। ଯେମିତିକି ଭିକାରୀ, କିଛି ଅସୁବିଧାରେ ପଡ଼ିଥିବା ଲୋକମାନଙ୍କୁ ଅନ୍ନ, ବସ୍ତ୍ର, ଧନ, ପନିପରିବା, ଫଳମୂଳ କିଛି ନା କିଛି ଦାନ କରିପାରିବେ। ଏହି ଦାନ କରିବା ଦ୍ୱାରା ଆପଣଙ୍କୁ ଆତ୍ମିକ ସୁଖ ଏବଂ ତା ସହିତ ପୁଣ୍ୟ ପ୍ରାପ୍ତି ହୋଇଥାଏ। ତା ସହିତ ଆପଣ ବ୍ରାହ୍ମଣମାନଙ୍କୁ ମଧ୍ୟ କିଛି ପୁଣ୍ୟ କରିପାରିବେ। ଆପଣଙ୍କ ଭୋଗରୁ ମଧ୍ୟ କିଛି ଅଂଶ ଆପଣ ଛୋଟ ଛୁଆ ହୁଅନ୍ତୁ ତାଙ୍କୁ ମଧ୍ୟ ଦେଇପାରିବେ। ତା ସହିତ ଆପଣ ଚାହିଁବେ ଯଦି ଗାଈ, କୁକୁର, ତା ସହିତ କିଛି ପକ୍ଷୀମାନଙ୍କୁ ମଧ୍ୟ ଆପଣଙ୍କ ସକ୍ଷମ ହିସାବରେ କିଛି ନା କିଛି ଖାଇବାକୁ ଦେଇପାରିବେ। ଶ୍ରାବଣ ମାସର ସୋମବାର ବ୍ରତ ଯଦି ଆପଣ କରୁଛନ୍ତି, ତାହେଲେ ଶିବଲିଙ୍ଗ ଉପରେ ଯେମିତି ହେଲେ ଜଳାଭିଷେକ କରନ୍ତୁ, ନହେଲେ ପଞ୍ଚାମୃତରେ ବି ଅଭିଷେକ କରନ୍ତୁ। ଆପଣ କିଛି ନ ପାରିଲେ ମଧ୍ୟ କ୍ଷୀରରେ ମଧ୍ୟ ଅଭିଷେକ କରିପାରିବେ। ପଞ୍ଚଶସ୍ୟ ତା ସହିତ ବେଲପତ୍ର ଅର୍ପଣ କଲେ ଫଳଦାୟୀ ହେଇଥାଏ। ବିଶେଷ ଭାବରେ ଆପଣ ଭଗବାନ ଶିବଙ୍କର ଆରାଧନା ମହାମୃତ୍ୟୁଞ୍ଜୟ ମନ୍ତ୍ର ମଧ୍ୟ ଜାପ କଲେ ଅତ୍ୟନ୍ତ ଲାଭକାରୀ ହେଇଥାଏ। ଶ୍ରାବଣ ମାସରେ ଭଜନ କୀର୍ତ୍ତନ ଆପଣ ଯଦି ଆୟୋଜିତ କରୁଛନ୍ତି, ତାହେଲେ ମଧ୍ୟ ଆପଣଙ୍କର ପୁଣ୍ୟ ଲାଭ ହୋଇଥାଏ, ମାନସିକ ଶାନ୍ତି ଆଉ ତା ସହିତ ଆଧ୍ୟାତ୍ମିକ ଉନ୍ନତି ମଧ୍ୟ ଘଟିଥାଏ। ଶ୍ରାବଣ ମାସରେ ଆପଣ ଯେତେ ପୂଜା ପାଠ କରିବେ ସେତେ ଆପଣଙ୍କ ପାଇଁ ଭଲ। ଏବେ ଚାଲନ୍ତୁ ଜାଣିବେ ଯେ ଶ୍ରାବଣ ମାସରେ ଆପଣ କ'ଣ କରିବେ ନାହିଁ। ଶ୍ରାବଣ ମାସରେ ଆପଣ ପିଆଜ ରସୁଣ ଖାଦ୍ୟ ଖାଇବେନି। ତା ସହିତ ମାଂସାହାରୀ ଯେମିତି ଆମିଷ ଖାଦ୍ୟ, ମାଛ, ମାଂସ, ଅଣ୍ଡା ମଧ୍ୟ କରିବା ଅନୁଚିତ। ତା ସହିତ ଆପଣ ସେହି ସମୟ ଶ୍ରାବଣ ମାସରେ ଯେତେ ସାତ୍ଵିକ ଖାନା, ମାନେ ଆପଣ ଯେତିକି ବିନା ପିଆଜ ରସୁଣ ଖାଦ୍ୟ ଖାଇବେ ସେତେ ଆପଣଙ୍କ ପାଇଁ ଭଲ। ଆପଣ ଏହି ମାସରେ ମଦ, ସିଗାରେଟ୍ ଭଳି କିଛି ବଦ ଯେଉଁ ଅଭ୍ୟାସ ତାଠାରୁ ଦୂରରେ ରହିବା ମଧ୍ୟ ବହୁତ ଭଲ। ଶ୍ରାବଣ ମାସରେ ବ୍ରହ୍ମଚର୍ଯ୍ୟର ପାଳନ କରିବା ଉଚିତ। ସବୁବେଳେ ଗାଧେଇବା, ପ୍ରତିଦିନ ଆପଣ ସ୍ନାନ କରିବା ଉଚିତ। ତା ସହିତ ପତି ପତ୍ନୀ ସଙ୍ଗ ହେଇ ରହିବେ ନାହିଁ, ଶାରୀରିକ ସମ୍ବନ୍ଧ ରଖିବେ ନାହିଁ, ଦିନରେ ଶୋଇବେ ନାହିଁ। ତା ବ୍ୟତୀତ ଆପଣ ଚାହିଁବେ ଯଦି ସେହି ସମୟ ଭିତରେ ବ୍ରହ୍ମଚର୍ଯ୍ୟର ମଧ୍ୟ ପାଳନ କରିବେ। ତା ସହିତ ଦେହରେ ବିଲକୁଲ ବି ତେଲ ଲଗେଇବେ ନାହିଁ। ଏହି ମାସରେ ମିଛ କହିବା, ନିନ୍ଦା କରିବା, ଅପମାନ କରିବା, କାହାକୁ ମାରିବା, ଧରିବା, ଅନୈତିକ କାମ କରିବା, ଛଳ କପଟ କରିବା, ଏସବୁ କାମ କରିବା ମଧ୍ୟ ଭଲ ନାହିଁ। କାରଣ ଏହିସବୁ କାମ କଲେ ଭଗବାନ ଶିବଙ୍କର ଆଶୀର୍ବାଦ ଆପଣଙ୍କର ପ୍ରାପ୍ତ ହେଇପାରିବନି, ଜୀବନରେ ସୁଖ ସମୃଦ୍ଧି କେବେ ଆସିବନି। ଆପଣ ଯେତେ ପୂଜା ପାଠ କରନ୍ତୁ, ଆପଣ ଯଦି କାହାର ନିନ୍ଦା, ଅପବାଦ, ମିଛ କପଟ କରୁଛନ୍ତି, ତାହେଲେ ଆପଣଙ୍କର ସେହି
ପୂଜାର ଫଳ ଆପଣଙ୍କୁ କେବେ ମିଳିବ ନାହିଁ। ଆଶା କରୁଛି ଭିଡ଼ିଓଟି ଆପଣଙ୍କୁ ବହୁତ ପସନ୍ଦ ଆସିଥିବ। ଯଦି ଆସିଛି ତାହେଲେ ଏଇ ଚ୍ୟାନେଲକୁ ଜଲ୍ଦି କରି ଲାଇକ୍ ସେୟାର ଆଣ୍ଡ ସବସ୍କ୍ରାଇବ୍ କରିଦିଅନ୍ତୁ। ନମସ୍କାର।